କଂଗ୍ରେସର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ପ୍ରେସ୍ ଇସ୍ତାହାର। ଆଗାମୀ 2024 ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ଚଳଚଞ୍ଚଳ ଥିବାବେଳେ ବିଜେପି ଓ ବିଜେଡି ଦଳର ଆଶାୟୀ ପ୍ରାର୍ଥୀ ଦଳଡିଆଁ କରୁଥିବା ବେଳେ ନୀଳଗିରିର ବହୁ ସମସ୍ୟା ରହିଛି। ଏଥିପ୍ରତି ସେମାନଙ୍କର ଦୃଷ୍ଟି ନଥିବା ବେଳେ ନୀଳଗିରିର ଜନ ଅସନ୍ତୋଷ ବୃଦ୍ଧି ପାଇଛି। କଂଗ୍ରେସ ଶାସନ କାଳରେ ଅକ୍ଷୟ ଆଚାର୍ଯ୍ୟଙ୍କ ବିଧାୟକ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ଗମନାଗମନ, ନିଯୁକ୍ତି ଇତ୍ୟାଦି ବହୁ ଜନହିତକର କାର୍ଯ୍ୟ ସମ୍ଭବ ହୋଇଥିଲା। ପରବର୍ତ୍ତୀ ସମୟରେ ଯେଉଁ ଦଳ ଶାସନକୁ ଆସିଛନ୍ତି ସେପରି ଆଖିଦୃଶିଆ କାର୍ଯ୍ୟ କରିପାରି ନାହାନ୍ତି। ତେଣୁ ନୀଳଗିରିବାସୀ ପୁନର୍ବାର କଂଗ୍ରେସର ପୁରୁଖା ନେତା ଅକ୍ଷୟ କୁମାର ଆଚାର୍ଯ୍ୟଙ୍କୁ ଦଳୀୟ ନେତା ଚାହୁଁଥିବା ନେଇ ସେ ଏକ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ସଦାଶିବ ରଥ, ପ୍ରଫୁଲ୍ଲ ବେହେରା, ଶଶିକାନ୍ତ ସିଂ, ପ୍ରଫୁଲ୍ଲ ରାଉଳ, ଜୟନ୍ତ ଦାସ, ବିଶ୍ୱନାଥ ଦାସ, ଭାଗୀରଥୀ ବେହେରା, କମଳାକାନ୍ତ ପ୍ରମୁଖ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ ଶ୍ରୀଯୁକ୍ତ ଅକ୍ଷୟ ଆଚାର୍ଯ୍ୟ ଦଳ ତରଫରୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍। ଝାଡ଼ଖଣ୍ଡରେ ଦଳଟିଆ ସେତେବେଳେ ନଥିଲା, କିନ୍ତୁ ଆମେ ଯାହା ଦେଖୁଛୁ ବିଜେଡ଼ି ବିଜେପି ସରକାର ସମୟରେ ଦଳଟିଆଟା ନୀଳଗିରିରେ ବେଶୀ ପ୍ରବଳ ହେଇଛି। ଓଡ଼ିଶାରେ ହେଉଛି ହେଉଛି କିଛି କିଛି ଜାଗାରେ ହେଉଛି ନ ହେଉଛି ଦିନ ପଳେଇ ହେଉଛନ୍ତି, କିଛି କିଏ ପଳେଇ ଯାଉଛନ୍ତି। କିନ୍ତୁ ଏଠି ଯେଉଁ ଆମର ଗତ ଥର ଯାହା ହେଇଥିଲା ନିର୍ବାଚନରେ ସୁକାନ୍ତ ବିଜେଡ଼ିରୁ ଠିଆ ହେଇଯାଇଥିଲେ, ଭଲ କଥା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏବେ ତ ଆମେ କ'ଣ ଶୁଣିଲୁ ଯେ ସେ କ'ଣ ଜରାଳି କରି ବିଜେଡ଼ିରେ ମିଶିବ। କାରଣ ଆମେ ଯାହା ଲକ୍ଷ୍ୟ କରୁଛୁ, ପ୍ରଥମେ ଧରିଥିଲା ଶଙ୍ଖ ପତ୍ର ଧରିଲେ, ଶଙ୍ଖକୁ ଧରିଲେ ବଜାରରେ ଲୋକ ତାଙ୍କୁ ଭୋଟ୍ ଦେଲେ, ଯୋଗ୍ୟ ଲୋକ ଭୋଟ୍ ଦେଲେ, ଜିତିଗଲେ। ହଠାତ୍ କ'ଣ ହେଲା କି ଆମେ ଜାଣିନୁ, ଭୋଟର ବି ଜାଣିନାହାନ୍ତି। ଗତ ନିର୍ବାଚନ ଶଙ୍ଖଟାକୁ ଫିଙ୍ଗିଦେଲେ, ଶଙ୍କରା ଖୁଣ୍ଟା। এই দল ডিয়া উপরে আপনার দলর কোণ স্থিতি রহব বলে আপনার ভাবছেন? কংগ্রেস দলর সবু গাঁ গলে সবুলে ভোট আছে। কংগ্রেস দল নীলগিরি নির্বাচন মন্ডলী কি বালেশ্বর জেলা দুর্বল নুহে। 24 নির্বাচন কোণ পরিস্থিতি রহব বলে কংগ্রেস কুমার আচার্য পূর্বতন বিধায়ক নীলগিরি আজ করি মানে গোটে প্রেস নোটিস দৌঁচ কোণ আপরে আপনার ସେମାନେ ଆଜି ଏକତ୍ରିତ ହେଇଛନ୍ତି ସମସ୍ତେ। ଗୋଟେ ଦଳଡିଆ ରାଜନୀତି ନୀଳଗିରିରେ ଚାଲିଛି। ବିଜେପିରୁ ବିଜେଡ଼ି, ବିଜେଡ଼ିରୁ ବିଜେପି, ଏ ଯେଉଁ ବିଭିନ୍ନ ପ୍ରକାର ଦଳଡିଆ ରାଜନୀତି ନୀଳଗିରିରେ ଦେଖାଦେଇଛି। ଆଜି ସେ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ସେମାନେ ଆଲୋଚନା କରିକି ଚର୍ଚ୍ଚା କରୁଛନ୍ତି ଏବଂ ଏ ଦଳଡିଆ ରାଜନୀତି ତାଙ୍କ ନିଜର ସ୍ୱାର୍ଥ ସାଧନ ପାଇଁ, ନିଜର କ୍ଷମତା ହାସଲ କରିବା ପାଇଁ, ନିଜ ପାଇଁ ଏ ଦଳଡିଆ ରାଜନୀତି ସେମାନେ କରୁଛନ୍ତି। ତାପରେ ଲୋକମାନେ ଅତିଷ୍ଠ ହୋଇଯାଇଛନ୍ତି। ଲୋକମାନେ ସେମାନଙ୍କୁ ଏଇଭଳିଆ କାର୍ଯ୍ୟ ସେମାନେ ବରଦାସ୍ତ ଲୋକମାନେ କରୁନାହାନ୍ତି ଏବଂ କଂଗ୍ରେସ କର୍ମୀମାନେ ଆଜି ନୀଳଗିରିର ଡେଭଲପମେଣ୍ଟ କଂଗ୍ରେସ କରିଛି, ସେଟା ଲୋକମାନେ ଜାଣିଛନ୍ତି, କହୁଛନ୍ତି। ଏମାନେ କିଛି କାମ ନ କରି, କିଛି ଡେଭଲପମେଣ୍ଟ ନ କରିକି ନିଜ ସ୍ୱାର୍ଥ ପାଇଁ ଆଜି ଦଳଡିଆ ରାଜନୀତି କରୁଛନ୍ତି। ସେଇଥିପାଇଁ ସାମ୍ପ୍ରତିକ ପରିସ୍ଥିତି ମେରି କରିମ ଭାଇମାନେ କୌଣସି ଆଲୋଚନା କରୁଛନ୍ତି। ଆପଣ ଆଶାୟୀ ଅଛନ୍ତି କି? ହଁ, ମୁଁ ତ ଆଶାୟୀ ଅଛି, ଦରଖାସ୍ତ ଦେଇଛି। ଯଦି ହାଇକମାଣ୍ଡ ଯଦି ମୋତେ ସିଦ୍ଧାନ୍ତ କରିବ, ଯଦି ଉପଯୁକ୍ତ ମନେ କରିବ, ତାହେଲେ ମୁଁ ଲଢ଼ିବା ପାଇଁ ଏମ୍ପିର ପରିସ୍ଥିତି ବାଲେଶ୍ୱର ଜିଲ୍ଲାର କ'ଣ? ଏମ୍ପି ଆମର ଫାଇନାଲ୍ ଏପର୍ଯ୍ୟନ୍ତ ହେଇନି। ଶ୍ରୀକାନ୍ତ ବାବୁ ଆସିଛନ୍ତି, ଆମର ଶ୍ରୀକାନ୍ତ ଜେନା ଏମ୍ପି ପ୍ରାର୍ଥୀ ଲଢ଼ିପାରନ୍ତି। ଶ୍ରୀକାନ୍ତ ଜେନା ଲଢ଼ିପାରନ୍ତି, ଆଉ ନବଜିତ ପଟ୍ଟନାୟକ ଦୁଇ ଜଣ ଅଛନ୍ତି। ତାଙ୍କ ଭିତରେ ହାଇକମାଣ୍ଡ ସିଦ୍ଧାନ୍ତ କରି ଯାହାକୁ ପଠାଇବେ ଆମେ ତାଙ୍କ ପାଇଁ କାମ କରିବୁ। କ'ଣ ରେଜଲ୍ଟ ହେବ ବୋଲି ଭାବୁଛନ୍ତି? ନିଶ୍ଚୟ ଜିତିବା, ଥମ୍ପିଂ ମେଜରିଟି ଜିତିବା। ଥମ୍ପିଂ ମେଜରିଟି ମାନେ ଓଡ଼ିଶାରେ ଯଦି ଶ୍ରୀକାନ୍ତ ଜେନା ହୁଅନ୍ତି, ଓଡ଼ିଶାରେ ଆଶ୍ଚର୍ଯ୍ୟଜନକ ଭାବରେ ଭୋଟ୍ ଦେଖାଦେବ। ଓଡ଼ିଶାରେ ଏତେ ଭୋଟ୍ କେହି ମିଳିବେ ପାଇବେନି ଅନ୍ୟମାନେ। ଯିଏ ବି ହଉ, ନବଜିତ ପଟ୍ଟନାୟକ ହୁଅନ୍ତୁ ବା ଶ୍ରୀକାନ୍ତ ଜେନା ହୁଅନ୍ତୁ, ଯିଏ ବି ଟିଏ ହୁଅନ୍ତୁ, ଥମ୍ପିଂ ମେଜରିଟିରେ ଏଠି କଂଗ୍ରେସର ପାର୍ଲାମେଣ୍ଟ ପ୍ରାର୍ଥୀ ଜିତିବ। ନୀଳଗିରିରେ ମଧ୍ୟ 60-70 ହଜାର ଭୋଟ୍, କିଛି ଅସୁବିଧା ନାହିଁ। ଧନ୍ୟବାଦ।